सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀ। ଆଜି ଆମେ ଆଲୋଚନା କରିବା ଈଶ୍ୱର ଓ ଈଶ୍ୱରୀୟ ପୁସ୍ତକର ସ୍ରଷ୍ଟା ହିଁ ମନୁଷ୍ୟ। ଈଶ୍ୱର ମଣିଷ ଦ୍ୱାରା ବେଦ, ଇଞ୍ଜିଲ ଓ କୋରାନକୁ ପଠାଇଛନ୍ତି। ଏହା ଏକ ମିଥ୍ୟା ଧାରଣା। ଭଲରୁ ଭଲ ଓ ଖରାପରୁ ଖରାପ ସମସ୍ତ ପୁସ୍ତକକୁ ମଣିଷ ହିଁ ତିଆରି କରିଛି। କିନ୍ତୁ ବେଦ, କୋରାନ, ଇଞ୍ଜିଲ, ଗୀତା ଓ ରାମାୟଣ ଆଦି କେଉଁଥିରେ ଈଶ୍ୱର କହିନାହାନ୍ତି ଯେ ଏସବୁ ମଣିଷ କରିଛି ବା ଲେଖିଛି। ଏସବୁ ପୁସ୍ତକକୁ ନେଇ ଯେଉଁ ଲଢ଼େଇ ହୁଏ ତାହା ମଧ୍ୟ ମଣିଷ ଭିତରେ ହୁଏ। ଈଶ୍ୱର କାହା ସହିତ ଲଢ଼େଇ କରନ୍ତି ନାହିଁ। ଧନ୍ୟ ତୁ ମଣିଷ, ତୋର ମହିମା ଅପାର। ଏହା ଈଶ୍ୱରକୃତ ବୋଲି ତୁ କହିବା ଠିକ୍ ହେବ ନାହିଁ। ସତ କଥା ହେଉଛି ତୁ ଈଶ୍ୱରକୁ ତିଆରି କରୁ। ତୁ ଈଶ୍ୱରର ବାପ, ତୁ ଈଶ୍ୱରର ସ୍ରଷ୍ଟା। ଏଭଳି ବ୍ୟର୍ଥ ଈଶ୍ୱରଙ୍କର ମୂଳୋତ୍ପାଟ କରିବାକୁ କେହି ଯଦି ସମର୍ଥ ହୁଏ ସେ କେବଳ ତୁ ହିଁ ଅଟୁ। ମତବାଦ ଲୋକଙ୍କର ଭଗବାନ ଏହି ମଣିଷ ରୂପେ ଥିବା କୁହାଯାଇଛି ଯେ ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦାତ୍ମନଂ ସୃଜମ୍ୟଂ ପରିତ୍ରାଣାୟ ସାଧୂନାଂ ବିନାଶାୟ च ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାନି ଯୁଗେ ଯୁଗେ। ତାର ଅର୍ଥ ହେଉଛି ଯେଉଁ ସମୟରେ ଧର୍ମର ହ୍ରାସ ଓ ଅଧର୍ମର ବୃଦ୍ଧି ଏ ଧରାପୃଷ୍ଠରେ ହୁଏ ସେତେବେଳେ ଆମେ ବା ଆତ୍ମା ବା ଜୀବ ବା ମନୁଷ୍ୟ ରୂପରେ ଅବତାର ଗ୍ରହଣ କରୁ। ସାଧୁମାନଙ୍କ ରକ୍ଷା ଓ ପାପୀମାନଙ୍କ ବଧ ନିମିତ୍ତ ଓ ଧର୍ମକୁ ସ୍ଥାପନ କରିବା ପାଇଁ ଆମ୍ଭେ ପ୍ରତି ଯୁଗରେ ଅବତାର ଗ୍ରହଣ କରୁ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ ଜୟ ଜୀବ ଜୟ ଜୀବ ଜୟ ଜୀବ।